ଏସବୁ କଣ ଘଟିଗଲା ପ୍ରଭୁ? ଏତେ ଖୁସିରେ ମୋ ଅପା ଭିଣେଇ ଭାଇ ତାକୁ ବୁଲିବାକୁ ଯାଇଥିଲେ, ତାକୁ ଖୁସି ଦେଖି ତମେ ଶୋଇପାରିଲନି ଠାକୁରେ, ସିଧା ତମ ସହିତ ତାଙ୍କର ଭେଟ କରିଦେଲ। ମୋ ଅପାଟା ସିନା ବଞ୍ଚିଗଲା, ହେଲେ ମରଣଟା ମୋ ଜୀବନ ଭାଇକୁ ଟାଣି ଟାଣି ପଚାରି ନେଇଗଲା। ଏ ବିଷୟରେ ମୋ ଅପା ବାପା କେହି ଜାଣିନାହାନ୍ତି ଜୀବନ ଭାଇ ମରିଯାଇଛନ୍ତି ବୋଲି। ହେଲେ ମୋ ଅପା ଯେତେବେଳେ ମତେ ପଚାରିବ କେମିତି କହିବି ଅପାଲୋ ଜୀବନ ଭାଇ ପରା ଆକାଶ ତାରା ହେଇଯାଇଛନ୍ତି। ମୁଁ ମୋ ଅପାର ସଦାବେଳେ ଦେଖିପାରିବି ମୁଁ ତାପରେ ମୁଁ ମରିଯିବେ ମୁଁ। ସେଥିପାଇଁ ଧଳା ଲୁଗା ଆଣିଛି। ଏଇ ଧଳା ଲୁଗା ପିନ୍ଧି ସମସ୍ତେ ମନ୍ଦିରକୁ ଯାଆନ୍ତି ଦେବାଦେବୀଙ୍କୁ ବୁଝିବା ପାଇଁ। ହେଲେ ଆଜି ଯେତେବେଳେ ମରି ସାରିଲା ପରେ ମୋ ଶାଢ଼ୀ ଖୋଜିବି, ମୋରି ସାଥିରେ ସେ ମୋ ଶାଢ଼ୀ ପର୍ଯ୍ୟନ୍ତ ଯିବ। এই ফুল ଦେବାଦେବୀଙ୍କ ସ୍ତ୍ରୀ ଅଙ୍ଗରେ ନୁହେଁ। ଆଜି ଯେତେବେଳେ ପରିଷ୍କାର ପରେ ମୋ ଶାଢ଼ୀକୁ ଯିବେ, ମୋରି ଶବ ଉପରେ ଶ୍ରଦ୍ଧାଞ୍ଜଳି ହିସାବରେ ପଡ଼ିବ। ମଣିଷ ମଲା ପରେ ସେମାନଙ୍କ ପୁଅ ନାତି ସେମାନଙ୍କୁ ପିଣ୍ଡ ଦାନ ଦିଅନ୍ତି। ହେଲେ ମୋର ତ କେହି ନାହିଁ, ପୁଅ ନାହିଁ କି ନାତି ନାହିଁ, ମୋ ପାଇଁ କିଏ ପିଣ୍ଡ ପାଡ଼ିବ? ମୁଁ ନିଜେ ଆଜି ବଞ୍ଚି ଥାଉ ମୋ ନିଜ ହାତରେ ମୁଁ ପିଣ୍ଡ ପାଡ଼ିବି, ନିଜ ହାତରେ ମୁଁ ପିଣ୍ଡ ପାଡ଼ିବି। ଘରକୁ ଫେରିଲା ପରେ ତମର ଏଇ ପୁଅଟା ଖୋଜିବନି କାହିଁକି ତମର ଏ ପୁଅଟା ଆଜି ବିଶ୍ୱ ଆତ୍ମହତ୍ୟା କାହିଁକି ମୁଁ ଶୁଣି ଦେବୁ? ମୁଁ ମରିବାକୁ ଚାହେଁ ବାପା। କଣ ଅସୁବିଧା ହେଲା ଯେ ତୁ ବିଶ୍ୱ ଆତ୍ମହତ୍ୟା କରିଦେବୁ ଚାହୁଁଛୁ? କହିପାରିବି ସେ ହକୁର କଥାକୁ ମୁଁ କହିପାରିବିନି। ତମେ କହିବାକୁ ହବ ସାଇ, ନହେଲେ ଏ ବିଶ୍ୱ ମୁଁ ଦେଇଦେବି। ସାଇ ମୁଁ ଧୈର୍ଯ୍ୟର ପରୀକ୍ଷା ନେଲାରେ ସତର୍କ କଣ ହେଇଛି? ସତର୍କ ତତେ ତ
ଆଗ ଘରକୁ ଚାଲି ଯାଇଛନ୍ତି। କିନ୍ତୁ ମୋହବା ମଥାରେ ସେନ ହାତରେ ସଙ୍କା ପିନ୍ଧି ସମାବେଶରେ ସାମିଲ ହେଉଛି। କିନ୍ତୁ ହିନ୍ଦୁ ସଂସ୍କୃତି ପରମ୍ପରା ଅନୁସାରେ ଏ କଥା କହିବାକୁ ଲାଜ, ଶୁଣିଲେ ପାପ। ତଥାପି ମୁଁ ନାଚାର ବାପା ଏମିତି ଅଶୁଭ ଖବର ଶୁଣିବା ପୂର୍ବରୁ ମୋତେ ମାରି ହେଲାନି। ଆପଣ କାନ୍ଦୁଛନ୍ତି, ଆପଣ କାନ୍ଦୁଛନ୍ତି। ମୁଁ ଯେମିତି ଆଖିରେ ଲୋକ ବୁଝାଇ ଦେଇଛି, ଛାତିରେ ପଥର କରିଦେଇଛି, ଆପଣ ବି ସେମିତି ଆପଣ ଆଖିରେ ଲୋକ ବୁଝାଇ ଦିଅନ୍ତୁ, ଛାତିରେ ପଥର କରିଦିଅନ୍ତୁ। ତାହେଲେ ମୋ ଅପା ଯେତେବେଳେ ଜାଣିବ ଜୀବନ ଗାଈଟା ମରିଯାଇଛି ବୋଲି, ବିଛାଣିଟା ମରିଯିବ ବାପା। ଏ ବାପା ମୋ ଅପାକୁ ବଞ୍ଚେଇ ରଖିବାକୁ ହେଲେ ସବୁଦିନ ପାଇଁ ତା ପାଖରେ ମିଛ କହିବାକୁ ପଡ଼ିବ। ମିଛ କହିବାକୁ ପଡ଼ିବ, ମିଛ କହିବାକୁ ପଡ଼ିବ। ଆଜ୍ଞା ମୋତେ ବଞ୍ଚେଇ ଦିଅନ୍ତୁ, ମୋ ପଛରେ ପୋଲିସ ପଡ଼ିଛି। ଆଜ୍ଞା ମୋତେ ବଞ୍ଚେଇ ଦିଅନ୍ତୁ, ଆଜ୍ଞା ମୋ ପଛରେ ପୋଲିସ ପଡ଼ିଛି। ଆଜ୍ଞା ମୋତେ ବଞ୍ଚେଇ ଦିଅନ୍ତୁ, ଆଜ୍ଞା ମୋ